ବେଦିରେ ବସିଲେ ସ୍ୱରାଜ ଦୀର୍ଘ ଦିନର ଭଲ ପାଇବା ଏବେ ନୂଆ ପରିଚୟ ପାଇବାକୁ ଯାଉଛି। ଆପଣମାନଙ୍କର ପ୍ରିୟ ସୁପରଷ୍ଟାର ଆପଣମାନଙ୍କର ପ୍ରିୟ ଅଲିଉଡ୍ ହିରୋ ସ୍ୱରାଜ ବାରିକ ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି। ବେଦିରେ ବସିଲେ ସ୍ୱରାଜ ଆପଣମାନେ ସମସ୍ତେ ତାଙ୍କର ନିର୍ବନ୍ଧର ଭିଡ଼ିଓ ଗୁଡ଼ିକ ପୂର୍ବରୁ ଦେଖିବାକୁ ପାଇଥିଲେ। ଦୀର୍ଘ ଦିନର ଭଲ ପାଇବା ଏବେ ସତ ହେବାକୁ ଯାଉଛି। ଯେଉଁ ଖବର ଶୁଣିବା ପାଇଁ ସମସ୍ତେ ଦୀର୍ଘ ଦିନ ହେବ ଅପେକ୍ଷା କରି ରଖିଥିଲେ। ସ୍ୱରାଜ କାହାକୁ ବିବାହ କରିବେ, କାହାର ହାତ ଧରିବେ। ଅନେକ ସମୟରେ ସ୍ୱରାଜଙ୍କର ବାହାଘରକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଥାଏ। ସୋସିଆଲ ମିଡ଼ିଆରେ ମଧ୍ୟ ସ୍ୱରାଜ କାହାକୁ ବିବାହ କରିବେ, ବେଙ୍ଗଲୀ ନା ତେଲୁଗୁ ଇଣ୍ଡଷ୍ଟ୍ରି ଝିଅକୁ ବିବାହ କରିବେ, ଏମିତି ଅନେକ କିଛି ବେଶ ଚର୍ଚ୍ଚାର ବିଷୟ ପାଲଟିଥାଏ। ବିଶେଷ କରି ସ୍ୱରାଜଙ୍କର ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଥାଏ। ଆଉ ଏବେ ସେସବୁ ଉପରୁ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି, କାହିଁକିନା ତାଙ୍କର ନିର୍ବନ୍ଧ ସରିସାରିଥିଲା ଆଉ ଏବେ ବେଦିରେ ବସିବାକୁ ଯାଉଛନ୍ତି। ତେବେ କେଉଁ ଜାଗାରେ ତାଙ୍କର ବାହାଘର ହେବାକୁ ଯାଉଛି, ତା ସହିତ କ'ଣ ସବୁ ରହିଛି ବାହାଘର ସହିତ ଜଡ଼ିତ ଡିଟେଲ୍ସ ଆପଣମାନେ ଏହି ଭିଡ଼ିଓ ଜାଣିବାକୁ ପାଇଯିବେ। ଭିଡ଼ିଓକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଚେଷ୍ଟା କରିବେ। ଯେଉଁମାନେ ପ୍ରକୃତରେ ସ୍ୱରାଜ ବାରିକଙ୍କୁ ତାଙ୍କର ଅଭିନୟକୁ ବେଶ ପସନ୍ଦ କରନ୍ତି ନିଶ୍ଚିତ ଭିଡ଼ିଓକୁ ଲାଇକ୍ କରିବେ। ତାହେଲେ ଦର୍ଶକ ବନ୍ଧୁ, ଆପଣମାନଙ୍କର ପ୍ରିୟ ଅଲିଉଡ୍ ସୁପରଷ୍ଟାର ସ୍ୱରାଜ ବାରିକ ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି। ସରିସାରିଛି ପ୍ରସ୍ତୁତି, ବେଦିରେ ବସିବାକୁ ଯାଉଛନ୍ତି ସ୍ୱରାଜ। ଆଉ କିଛି ସମୟ ଭିତରେ ତାଙ୍କର ବାହାଘର। ପୂର୍ବରୁ ଆପଣମାନେ ତାଙ୍କର ନିର୍ବନ୍ଧର ଭିଡ଼ିଓ ଗୁଡ଼ିକୁ ମଧ୍ୟ ଦେଖିବାକୁ ପାଇଥିଲେ। ସ୍ୱରାଜ ନିଜେ ନିଜର ବାହାଘର ସମ୍ପର୍କରେ ପୂର୍ବରୁ ଜଣାଇନଥିଲେ ସତ, ହେଲେ ନିର୍ବନ୍ଧ ପରେ ସମସ୍ତଙ୍କୁ ଏହି ଖୁସି ଖବରଟି ଜଣାଇଥିଲେ। ବହୁତ ଲିମିଟେଡ୍ ସାଙ୍ଗସାଥୀଙ୍କ ଗହଣରେ ତାଙ୍କର ନିର୍ବନ୍ଧ ସରିଥିଲା। ନିଜ ୱାଇଫ୍କୁ ଏପର୍ଯ୍ୟନ୍ତ ସେ ରିଭିଲ୍ କରିନାହାନ୍ତି, କାହା ସାମ୍ନାରେ ତାଙ୍କ ଫଟୋ ସେୟାର କରିନାହାନ୍ତି ଏବଂ ବହୁତ ଜଲ୍ଦି ଆପଣମାନେ ମଧ୍ୟ ତାଙ୍କର ୱାଇଫ୍କୁ ଦେଖିବାକୁ ପାଇଯିବେ। ଦୀର୍ଘ ଦିନ ହେବ ଅପେକ୍ଷା କରି ରହିଥିଲେ ଯେ ସ୍ୱରାଜଙ୍କର ବାହାଘର କେବେ ହେବ, ସେ କାହାକୁ ବିବାହ କରିବେ, କାହାକୁ ସେ ଭଲ ପାଉଛନ୍ତି, ଏମିତି ଅନେକ କିଛି। ଏମିତିକି ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କ ବାହାଘରକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଥାଏ। ତେବେ ଏବେ ବେଦିରେ ବସିବାକୁ ଯାଉଛନ୍ତି ସ୍ୱରାଜ। ଆପଣମାନେ ତାଙ୍କ ବାହାଘର ପାଇଁ କେତେ ମାତ୍ରାରେ ଏକ୍ସାଇଟେଡ୍ ଅଛନ୍ତି ନିଶ୍ଚିତ କମେଣ୍ଟ କରି ଜଣାଇପାରିବେ।